କଇଁଛ ଘରେ ରଖିଲେ କିପରି ହୋଇଥାଏ ଚମତ୍କାର। ନମସ୍କାର ବନ୍ଧୁଗଣ, ଆମ ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ। ବନ୍ଧୁଗଣ, ଆପଣମାନେ ଦେଖିଥିବେ କି ଦୋକାନ, ଅଫିସ ଏବଂ ଘରମାନଙ୍କରେ କଇଁଛର ପ୍ରତିମା ରଖାଯାଇଥାଏ। ଏହା ଖୁସିରେ ରଖାଯାଇନଥାଏ। ବନ୍ଧୁଗଣ, ଧର୍ମଶାସ୍ତ୍ର ଏବଂ ବାସ୍ତୁଶାସ୍ତ୍ରରେ ଏହା ମାନ୍ୟତା ଅଛି କି କଇଁଛକୁ ଘରେ ରଖିବା ଅବା କଇଁଛର ପ୍ରତିମୂର୍ତ୍ତିକୁ ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଯେଉଁ ଘରେ କଇଁଛର ମୂର୍ତ୍ତି ଥାଏ ଏବଂ ସେହି ଘରେ ସଦାସର୍ବଦା ମା ଲକ୍ଷ୍ମୀ ବିରାଜମାନ ହୋଇଥାନ୍ତି, କାରଣ କଇଁଛ ବିଷ୍ଣୁଙ୍କର ଏକ ଅବତାର ଅଟେ। ଭଗବାନ ବିଷ୍ଣୁ କଇଁଛର ରୂପ ଧାରଣ କରି ସମୁଦ୍ର ମନ୍ଥନ ସମୟରେ ମନ୍ଦରାଚଳ ପର୍ବତକୁ ନିଜ ପିଠିରେ ଧାରଣ କରିଥିଲେ। ଏହାଦ୍ୱାରା ସମୁଦ୍ର ମନ୍ଥନର ସମସ୍ତ ସମସ୍ୟା ଦୂର କରିଥିଲେ। ଏହା ଶାସ୍ତ୍ରରେ ବର୍ଣ୍ଣିତ ଅଛି। ଯେଉଁ ଘରେ କଇଁଛ ବା କଇଁଛର ପ୍ରତିମା ରହିଥାଏ, ସେହି ଘରେ ଶ୍ରୀ ବିଷ୍ଣୁଙ୍କ ସହିତ ମା ଲକ୍ଷ୍ମୀଙ୍କର ଅପାର କୃପା ମିଳିଥାଏ। ଏବଂ ଆଜି ଆମେ ଜାଣିବା କଇଁଛ ବା କଇଁଛର ପ୍ରତିମା ଘରେ ରଖିବା ଦ୍ୱାରା କ'ଣ ସବୁ ଲାଭ ମିଳିଥାଏ। ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି କି ଯଦି ଆପଣ ଆମ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି, ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମର ସବୁ ଭିଡ଼ିଓର ନୋଟିଫିକେସନ୍ ଆପଣଙ୍କ ପାଖରେ ପହଞ୍ଚି ପାରିବ। ଭିଡ଼ିଓ ଶେଷ ହେବା ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭଲ ଲାଗିଲେ ଗୋଟେ ଲାଇକ୍ କରିବା ସହିତ ସାଙ୍ଗସାଥିମାନଙ୍କୁ ସେୟାର କରିଦିଅନ୍ତୁ। ବନ୍ଧୁଗଣ, କଇଁଛକୁ ଘର, ଅଫିସ ଏବଂ ଦୋକାନର କେଉଁ ସ୍ଥାନ, କେଉଁ ଦିଗ ଏବଂ କିପରି ରଖିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହିତ ରୋଗ ଏବଂ ଋଣରୁ ମୁକ୍ତି ଦେଇଥାଏ। କଇଁଛ ହେଉ ଅବା କଇଁଛର ପ୍ରତିମା ହେଉ, କେବଳ ଗୁରୁବାର ଦିନ ଘରକୁ ଆଣିବା ଏବଂ ସ୍ଥାପନ କରିବା ଉଚିତ ହୋଇଥାଏ। କୁହାଯାଏ କି ଘରେ କଇଁଛକୁ ରଖି ତାକୁ ଖାଦ୍ୟ ଦେଇ ତାର ଯତ୍ନ ନେଲେ କଇଁଛଟି ଯେତେ ଯେତେ ବଡ଼ ହୋଇଥାଏ, ଘରୁ ସେତେ ସେତେ ଦୁଃଖ କଷ୍ଟ ଦୂର ହୋଇଥାଏ। ଧନ, ସୁଖ, ସମୃଦ୍ଧି ବୃଦ୍ଧି ପାଇଥାଏ। କିନ୍ତୁ ସମସ୍ତଙ୍କର ଘରେ କଇଁଛକୁ ରଖି ପାଳନ କରିବା ସେତେଟା ସମ୍ଭବ ହୋଇନଥାଏ। ସେଥିପାଇଁ କଇଁଛର ପ୍ରତିମା ଘରେ, ଅଫିସରେ ଏବଂ ଦୋକାନରେ ରଖିପାରିବା, ଯାହାଦ୍ୱାରା ସେତିକି ଫଳ ମିଳିଥାଏ ଯେତିକି ଜୀବିତ କଇଁଛ ରଖିବାରେ ମିଳିଥାଏ। କଇଁଛ ବାସ୍ତୁ ଅନୁସାରେ ରଖାଯାଇଥାଏ ଅବା ବାସ୍ତୁର ନିୟମକୁ ମାନି ରଖାଯାଇଥାଏ। ଏହି କଇଁଛ ବିଭିନ୍ନ ସାଇଜର ବିଭିନ୍ନ ଧାତୁରେ ହୋଇଥାଏ। ଏହା ଠିକ୍ ସେହି ଧାତୁ ଅନୁସାରେ ଫଳ ଦେଇଥାଏ। ପ୍ରଥମେ ଏହା ଜଣାଇବୁ କଇଁଛର ପ୍ରତିମା କିପରି ଏବଂ କେଉଁଠି ରଖିବେ। ତାପରେ ଜଣାଇବୁ କେଉଁ ଧାତୁର କଇଁଛ କେଉଁ ପ୍ରକାରର ଫାଇଦା ଦେଇଥାଏ। କଇଁଛ ଯେକୌଣସି ଧାତୁରେ ହେଉନା କାହିଁକି, ସେହି କଇଁଛକୁ ରଖିବାର ଦିଗ ହେଉଛି ଉତ୍ତର ଦିଗ, ପୂର୍ବ ଦିଗ ଏବଂ ଉତ୍ତର ପୂର୍ବ କୋଣ। ଈଶାନ୍ୟ କୋଣ ଶ୍ରେଷ୍ଠ ହୋଇଥାଏ। ତାହା ଅଫିସ ହେଉ, ଦୋକାନ ହେଉ ଅବା ଘରେ ହେଉ, ସେହି କଇଁଛର ମୁଖକୁ ମଧ୍ୟ ଉତ୍ତର ପୂର୍ବ ଏବଂ ଈଶାନ୍ୟ କୋଣକୁ ରଖିବେ। କିନ୍ତୁ ଯେଉଁ ଦିଗରେ କବାଟ କିମ୍ବା ମୁଖ୍ୟ ଦ୍ୱାର ଥିବ, ସେହି ଦିଗକୁ କଇଁଛର ମୁଖ କେବେ ବି ରଖିବେ ନାହିଁ। କଇଁଛକୁ ରଖୁଥିବା ପାତ୍ରରୁ ପ୍ରତିଦିନ ପୁରୁଣା ପାଣିକୁ କାଢ଼ି ନୂଆ ପାଣି ରଖିବେ ଏବଂ କଇଁଛଟି ଯେମିତି ଅଧା ବୁଡ଼ିକି ରହିବ, ସେହିପରି ପାତ୍ରଟିଏ ନେବା ଉଚିତ ହୋଇଥାଏ। କଇଁଛକୁ ଯେଉଁ ପାଣିରେ ରଖିବେ ତାହା ଗଙ୍ଗାଜଳ ବା ଗଙ୍ଗାଜଳ ମିଶ୍ରିତ ସାଧାରଣ ଜଳ ହେବା ଆବଶ୍ୟକ ହୋଇଥାଏ। କିନ୍ତୁ ଯେଉଁ କଇଁଛଟି ବେଡରୁମ୍ରେ ଅବା ଶୟନ କକ୍ଷରେ ରଖିବେ, ସେଥିରେ ପାଣି ଦେବେ ନାହିଁ, ତାକୁ ଶୁଖିଲା ରଖିବେ ଏବଂ ପ୍ରତିଦିନ ପରିଷ୍କାର କପଡ଼ାରେ ପୋଛି ପରିଷ୍କାର ଭାବରେ ରଖିବେ। ଏହାଦ୍ୱାରା ଅନେକ ପ୍ରକାରର ଫାଇଦା ହୋଇଥାଏ। ପ୍ରଥମ ଦିନ ଅନଲାଇନରେ ହେଉ କିମ୍ବା ବଜାରରୁ କଇଁଛ କିଣି ଆଣିଲେ ସେହି ପ୍ରଥମ ଦିନ ସେହି କଇଁଛ ଏବଂ ପାତ୍ରଟିକୁ ଗଙ୍ଗା ଜଳରେ ଭଲ ଭାବରେ ଧୋଇ ଧୂପ, ଦୀପ, ଫୁଲ ଦେଇ ବିଧିବଦ୍ଧ ଭାବରେ ରଖିବା ଉଚିତ ହୋଇଥାଏ। ଏବେ ଆସନ୍ତୁ ଜାଣିବା କେଉଁ ଧାତୁର କଇଁଛ ଘରେ କିମ୍ବା ଅଫିସରେ କିମ୍ବା ଦୋକାନରେ ରଖିବା ଦ୍ୱାରା କେଉଁ ପ୍ରକାରର ଫାଇଦା ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ସମସ୍ତ ପ୍ରକାରର ଧାତୁର କଇଁଛ ଅତ୍ୟନ୍ତ ଶୁଭ ହୋଇଥାଏ। ସମସ୍ତ ପ୍ରକାରର କଇଁଛରେ ନକାରାତ୍ମକ ଉର୍ଜାକୁ ନଷ୍ଟ କରି ସକାରାତ୍ମକ ଉର୍ଜାର ସଞ୍ଚାର କରିବାର କ୍ଷମତା ଥାଏ। କଇଁଛ ଘରେ ଥିଲେ ମନ ପାଇଁ ଶାନ୍ତି ଏବଂ ଜୀବନ ପାଇଁ ଧନ ଆଣିଥାଏ। କଇଁଛ ଘରେ ଥିଲେ ଅନେକ ପ୍ରକାରର ଲାଭ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଘରେ କଇଁଛ ରଖିବା ଦ୍ୱାରା ଘରର ସମସ୍ତ ସଦସ୍ୟଙ୍କର ଆୟୁଷ୍ୟ ବୃଦ୍ଧି ହୋଇଥାଏ ଏବଂ ସୌଭାଗ୍ୟ ମଧ୍ୟ ବୃଦ୍ଧି ହୋଇଥାଏ। ଏଥିପାଇଁ ଘର, ଅଫିସ ଏବଂ ଦୋକାନରେ ଏହା ରହିବା ଲାଭଦାୟକ ହୋଇଥାଏ। ଆଜିକାଲି ଅନେକ ପ୍ରକାର ଧାତୁର ଏବଂ ଅନେକ ପ୍ରକାର ସାଇଜର ଏବଂ ଅନେକ ପ୍ରକାର ରଙ୍ଗର କଇଁଛ ବଜାରରେ ମିଳୁଛି। ଏଣୁ ଏହି ବିଷୟରେ ଜାଣିବା ଏବଂ ପାଳନ କରିବା ଅତ୍ୟନ୍ତ ଆବଶ୍ୟକ।
କେଉଁ ଧାତୁର କଇଁଛ କେଉଁ ପ୍ରକାର ଇଚ୍ଛାକୁ ପୂରଣ କରିଥାଏ ଏବଂ କେଉଁ ଧାତୁର କଇଁଛ ଘର, ଅଫିସ୍ ଏବଂ ଦୋକାନ ପାଇଁ ସଠିକ୍ ଏବଂ ଶୁଭଦାୟକ ହୋଇଥାଏ। ଏବେ ଆସନ୍ତୁ ଜାଣିବା କେଉଁ ଧାତୁର କଇଁଛ କେଉଁ ଫଳ ଦେଇଥାଏ। ସନ୍ତାନ ପ୍ରାପ୍ତି ପାଇଁ ଯେଉଁମାନଙ୍କର ସନ୍ତାନ ହେଉନଥାଏ ଅବା ସନ୍ତାନ ହେବାରେ ବିଳମ୍ବ ହେଉଥାଏ, ସେମାନେ ଏହିପରି କଇଁଛଟିଏ ରଖିବା ଉଚିତ ହୋଇଥାଏ, ଯାହାର ପିଠି ଉପରେ ଛୁଆ କଇଁଛ ବସିଥିବ। ଏହିପରି ନିର୍ମିତ କଇଁଛ ସନ୍ତାନ ପ୍ରାପ୍ତି ପାଇଁ ଶ୍ରେଷ୍ଠ ମାନାଯାଇଥାଏ। ଯେଉଁ ଦମ୍ପତି ସନ୍ତାନ ସୁଖରେ ବଞ୍ଚିତ ଅଛନ୍ତି, ସେମାନେ ଏପରି କଇଁଛ ନିଜ ଶୟନ କକ୍ଷରେ ରଖିବା ଅତ୍ୟନ୍ତ ଶୁଭ ଫଳଦାୟକ ହୋଇଥାଏ। ଧନ ପ୍ରାପ୍ତି ପାଇଁ ଯେଉଁ ବ୍ୟକ୍ତି ସମସ୍ତ ଚେଷ୍ଟା କରି ମଧ୍ୟ ଧନର ସମସ୍ୟା ଲାଗି ରହୁଥାଏ, ସେହି ବ୍ୟକ୍ତି ଏକ କ୍ରିଷ୍ଟାଲ ଧାତୁର କଇଁଛ ଏବଂ କ୍ରିଷ୍ଟାଲ ଧାତୁର ବାଉଲରେ ଜଳ ନେଇ ଦୋକାନ, ଅଫିସ୍ ବା ଘରେ ରଖିପାରିବେ। ଏହାକୁ ସିନ୍ଦୁକ ଉପରେ ମଧ୍ୟ ରଖିପାରିବେ। ଏପରି ରଖିବା ଦ୍ୱାରା ଧନର ସମସ୍ୟା ଦୂର ହୋଇଥାଏ ଏବଂ ଧନ, ସୁଖ, ସମୃଦ୍ଧି ବୃଦ୍ଧି ପାଇଥାଏ। ବ୍ୟବସାୟରେ ଉନ୍ନତି ପାଇଁ ବ୍ୟବସାୟରେ ବା ଅଫିସରେ ଲଗାତାର କ୍ଷତି ହେଉଥିଲେ ତାହାକୁ ଦୂର କରି ଉନ୍ନତି ପାଇବା ପାଇଁ ମେଟାଲ କଇଁଛକୁ ମେଟାଲ ପାତ୍ରରେ ପାଣି ଦେଇ ରଖିବା ଉଚିତ ହୋଇଥାଏ। ଏହାକୁ ଦୋକାନ, ଅଫିସ୍ ଏବଂ ଘରେ ରଖିପାରିବେ। ଏପରି କରିବା ଦ୍ୱାରା ସମସ୍ତ ଧନର ସମସ୍ୟା ଦୂର ହୋଇଥାଏ ଏବଂ କରଜଗ୍ରସ୍ତ ହୋଇଥିଲେ ମଧ୍ୟ ସମସ୍ତ କରଜରୁ ମୁକ୍ତ ହୋଇ ଧନ, ସୁଖ, ସମୃଦ୍ଧି ପ୍ରାପ୍ତି ହୋଇଥାଏ। ରୋଗରୁ ମୁକ୍ତି ପାଇବା ପାଇଁ ଯଦି ପ୍ରତିଦିନ କୌଣସି ନା କୌଣସି ରୋଗରେ ପରିବାରର ସଦସ୍ୟମାନେ ରୋଗଗ୍ରସ୍ତ ହେଉଥାନ୍ତି, ତେବେ ଏଥିରୁ ରକ୍ଷା ପାଇବା ପାଇଁ ଘରେ ଏକ ମାଟିର କଇଁଛ ରଖିବା ଲାଭଦାୟକ ହୋଇଥାଏ। ନୂଆ ବ୍ୟବସାୟ ବା ଦୋକାନ ଆରମ୍ଭ କରିବା ପାଇଁ ଯଦି ଆପଣ ନୂଆ ବ୍ୟବସାୟ ବା ଦୋକାନ ଆରମ୍ଭ କରୁଛନ୍ତି ବା କରିବା ପାଇଁ ଚାହୁଁଛନ୍ତି, ତେବେ ସେହି ନୂଆ ଦୋକାନରେ ରୂପାର କଇଁଛ ରୂପାର ପାତ୍ରରେ ପାଣି ଦେଇ ରଖିଲେ ଅନେକ ଲାଭ ଫଳ ଦେଇଥାଏ। ଏପରି ରଖିବା ଦ୍ୱାରା ବ୍ୟବସାୟରେ ଉନ୍ନତି ହେବା ସହିତ ଜୀବନ ଧନ, ସୁଖ, ସମୃଦ୍ଧିରେ ଭରି ଯାଇଥାଏ। ପରୀକ୍ଷାରେ ସଫଳତା ପାଇବା ପାଇଁ ଆଜିକାଲି ପିଲାମାନଙ୍କ ସହିତ ବଡ଼ମାନେ ମଧ୍ୟ ଚାକିରିରେ ପ୍ରମୋସନ୍ ପାଇବା ପାଇଁ ପ୍ରତିଦିନ ପ୍ରସ୍ତୁତ ହେଉଥାନ୍ତି। ଏହିପରି ସମୟରେ ପିତ୍ତଳର କଇଁଛ ପିତ୍ତଳର ପାତ୍ରରେ ପାଣି ଦେଇ ଘରେ ରଖିପାରିବେ। ଏମିତି କଲେ ଶୁଭ ଫଳ ମିଳିଥାଏ। ବନ୍ଧୁଗଣ, ଯଦି ଏହି ଭିଡ଼ିଓଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ୍ କରିବା ସହିତ ଏହାକୁ ସେୟାର କରିଦିଅନ୍ତୁ। ଏମିତି ନୂଆ ନୂଆ ଦରକାରୀ ପ୍ରସଙ୍ଗ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଭକ୍ତିର ଠାରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟଦେବଙ୍କ ନାମ ଲେଖି ଦିଅନ୍ତୁ। ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ। ଧନ୍ୟବାଦ। ଜୟ ଜଗନ୍ନାଥ।